ଦେବତା ମାନେ ଦିନେ ସଭା କଲେ। ସବୁ ଦେବତା, ସିଏ କହିଲେ ମୁଁ ପୂଜା ପାଇମି, ସିଏ କହିଲେ ମୁଁ ପୂଜା ପାଇମି। ଏମିତି ଆଉ ନ ହେଇକିନି ଗଲେ ମାଧବଙ୍କ ପାଖକୁ। ଏଠୁ ଯାଇ କହିଲେ ଆମ ଭିତରୁ କିଏ ପୂଜା ପାଇବେ। ଏଠୁ ଈଶ୍ୱର କହିଲେ ଯା ପୃଥ୍ୱୀ ଭ୍ରମଣ ଯିଏ କରିକିନି ଆଗେ ଆସି ମୋ ପାଖରେ ପହଞ୍ଚିବ ସେ ପୂଜା ପାଇବେ। ସେଠୁ ସମସ୍ତେ ଗଲେ, କାର୍ତ୍ତିକ ଗଲେ ସୁଦ୍ଧା ସମସ୍ତେ ଯାଇ ବୁଲିଲେ। ଇଏ ଗଣେଶଙ୍କର ତ ବହୁତ ବୁଦ୍ଧି, ସିଏ କ'ଣ କଲେ ତାଙ୍କର ମୂଷା ବାହନ, ସିଏ କୁଆଡ଼େ ଯାଇପାରିବେ। ସିଏ ଆଉ କୁଆଡ଼େ ନ ଯାଇକିନି ମା ବାପ ଶକ୍ତି ଚାରିପାଖ 7 ଘେରା ବୁଲି ଆସିଲେ। ବୁଲି ଆସିକିନି ସେଠୁ ବସିଲେ, ଆଣ୍ଠୁ ପାରିକିନି ସେଠୁ ବସିଲେ। ଶିବ କହିଲେ କିରେ ସମସ୍ତେ ଗଲେ, ତମେ କ'ଣ ଗଲ ନାହିଁ? ନା ତମେ ତ ମୋର ସବୁ ବାପ ମା, ମୁଁ କାହିଁକି ତୀର୍ଥବର୍ତ୍ତ କରିବାକୁ ଯିମି? ମୁଁ ତମ ଶକ୍ତି ଚାରିପାଖ ବୁଲିବି। ବାପା ମାଙ୍କ ପାଇଁ ପିଲାମାନେ ଦୁନିଆକୁ ଆସନ୍ତି। ପ୍ରଥମ ଦୁନିଆ ହେଲା ତାଙ୍କର ବାପ ମା।